ମାଲକାନଗିରି ଜିଲ୍ଲାରେ ଗତ 48 ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜୟପୁର ମୋଟୁ ଜାତୀୟ ରାଜପଥ 326 ଉପରେ ରହିଥିବା ବହୁ ତଳିଆ ବ୍ରିଜ୍ଗୁଡ଼ିକ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଯିବା ଆସିବା କରିନପାରି ଘଣ୍ଟା ଘଣ୍ଟା ଧରି ଅଟକି ରହିଛନ୍ତି। ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜୟପୁରଠାରୁ ମାଲକାନଗିରି ମଧ୍ୟରେ ପାଙ୍ଗାମ ବ୍ରିଜ୍ ଉପରେ 4 ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ମାଲକାନଗିରିଠାରୁ ମୋଟୁ ମଧ୍ୟରେ ଥିବା ପୋଟେରୁ କାଙ୍ଗୁରୁକୋଣ୍ଡା MV90 ଏବଂ MV96 ବ୍ରିଜ୍ ଉପରେ ମଧ୍ୟ 5 ରୁ 6 ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯିବା ଆସିବା ଠପ୍ ହୋଇଯାଇଛି। ସେପରି କାଲିମେଳାଠାରୁ ପଡ଼ିଆ ମଧ୍ୟରେ ରହିଥିବା କନ୍ୟାଶ୍ରମ ବ୍ରିଜ୍ ଉପରେ ମଧ୍ୟ 5 ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଜିଲ୍ଲାରେ ଗତକାଲି 1330 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଜି ଦିନ 10 ଘଣ୍ଟା ସୁଦ୍ଧା 198 ମିଲିମିଟର ରେକର୍ଡ କରାଯାଇଛି। 326 ଜାତୀୟ ରାଜପଥ ଉପରେ ରହିଥିବା ଏହି ବ୍ରିଜ୍ ଗୁଡ଼ିକରେ ପ୍ରଶାସନ ପୋଲିସ ଜଗି ରହିଛନ୍ତି। କୌଣସି ଯାନବାହନ କିମ୍ବା ଲୋକଙ୍କୁ ବ୍ରିଜ୍ ପାର କରିବାକୁ ଦିଆଯାଉନଥିବା ଦେଖିବାକୁ ମିଳିଛି। ଆଗକୁ ବର୍ଷା ରହିଥିବାରୁ ସ୍ଥିତି ଆହୁରି ବିଗିଡ଼ିବ ବୋଲି ଆଶଙ୍କା କରାଯାଇଛି। ସ୍ଥିତି ଅନୁଧ୍ୟାନ କରାଯାଇଥିବା ଜିଲ୍ଲା ପ୍ରଶାସନ କହିଛି। ବନ୍ୟା ପରିସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। କେବଳ ରାସ୍ତା ଉପରେ ପାହାଡ଼ିଆ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି। ତେବେ ପାଙ୍ଗାମା ଓ ନାୟକଗୁଡ଼ା ମଧ୍ୟରେ ରହିଥିବା ସିରିପେଟା ଗ୍ରାମ ମୁଖ୍ୟ ଛକରେ ଏକ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ମାଥିଲି ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ପହଞ୍ଚି ଗଛ କାଟି ସଫା କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ଦୁର୍ଗମ ଅଞ୍ଚଳଗୁଡ଼ିକରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ଖରାପ ହେବା ଦ୍ୱାରା ଯାତାୟାତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।